ଆମେ ପଳେଇ ଆସି ଜାଲ ନେଇକି ମାଛ ଧରିବା ପାଇଁ ମାନେ ଆମେ କିଛି ଜାଣିନୁ ମାଛ କେମିତି ଧରନ୍ତି ଜାଲ କେମିତି ପକାନ୍ତି। ମୋର ସେମିତି ନାହିଁ ତାକୁ ତା ଭରସାରେ ମୁଁ ଆସିଲି ହେରି। ଜାଲ ରେଡ଼ି ହେଇଗଲା ମାଛ ଦେଖିବା କେତେ ଆସୁଛି କ'ଣ ନାହିଁ। ଫାର୍ଷ୍ଟ ଟାଇମ୍ ଆମେ ଆସିଛୁ ମାନେ ମାଛ ଧରିବା ପାଇଁ ଦେଖାଯାଉ କେତେ ମାଛ ଆସୁଛି କ'ଣ ନାହିଁ ଆମେ ଲାଇଭ୍ ଟେଲିକାଷ୍ଟ। ଜାଲ ଅଲରେଡ଼ି ପାଣି ଭିତରେ ପଡ଼ିଯାଇଛି ମାଛ କେତେ ଆସୁଛି କେତେ କିଲୋ ଆସୁଛି କ'ଣ ନାହିଁ ଦେଖିବା। ଆମ ସାମ ଭାଇ ପୁରା ଡ୍ରେସ୍ ଖୋଲିକି ପୁରା ଓଦା ହେଇଗଲେଣି ଆଉ ପୁରା ସକାଳ ଥଣ୍ଡା ପୁରାରେ କୁହନି କୁହନି କେତେ କଷ୍ଟ ଲାଗୁଛି ମାଛ ଧରିବା ପାଇଁ। ଜାଲ ଅଲରେଡ଼ି ପଡ଼ିଗଲାଣି ଦେଖିବା କେତେ ମାଛ ଆସୁଛି କ'ଣ ନାହିଁ ଆପଣଙ୍କୁ ଦେଖେଇବି ଆଉ। ଅଲରେଡ଼ି ମାଛ ଜାଲରୁ ଖୋଲା ଚାଲିଛି ଦେଖିପାରୁଥିବେ ଭାଇ ଆମର ସେଠି ମାଛ ଖୋଲୁଛନ୍ତି ଗୋଟେ ଗୋଟେ ଖୋଲିକି ଦେଖିବେ ଆଜି ଲାଷ୍ଟ ଟାଇମ୍ ଯାଏ କେତେ ମାଛ ହେଉଛି ନାହିଁ ଦେଖି। କୁଆଡ଼େ ଗଲା ମାଛ ଭାଇ ଭଲରେ କାଢ଼ ମୁଁ କେମିତି ଏଇଟା ଯିବ ହରି। ଆରେ ମୁଁ ମାଛ କାଢ଼ି ପାରୁନୁ ଫାର୍ଷ୍ଟ ଟାଇମ୍ କାଢ଼ୁଛୁ ମାନେ ଜାଣିପାରୁନୁ କେମିତି ଚିପି କାଢ଼। ମାନେ ସକାଳେ ପଳେଇ ଆସି ମାଛ ଧରିବା ପାଇଁ ପାଣି ବହୁତ ଥଣ୍ଡା। ଦେଖନ୍ତୁ ମୋ ପଟେ ଗୋଟେ ମାଛ ଲାଗିଛି ଆଉ ଟେକିଲା ପରେ ଜଣାପଡ଼ିବ କେତେଟା କ'ଣ ଲାଗିଛି। ଭାଇ ସେପଟେ ମାଛ ପୁରା ଖୋଲିକି ଆସୁଛନ୍ତି ବେଗ୍ ପୁରା ଫୁଲ୍ ହେଇଗଲାଣି ଗଲେ ପୁରା ନାଦିକି କଷି ପଖାଳ ଭାତ ଖାଇଦେବା ତାପରେ ଭୁବନେଶ୍ୱର ପଳେଇବା। ଚାଲନ୍ତୁ ଲାଷ୍ଟ ଯାଏଁ ଦେଖିବା କେତେ ମାଛ ଉଠୁଛି କ'ଣ ନାହିଁ। ଅଲରେଡ଼ି ଭାଇ ମାଛ ନେଇକି ଆଇଲେ ଦେଖ 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 କେତେ ମାଛ ଆସିଛି ପଛପଟେ ଦେଖିବା। ଏ ଆମର ହେଇଯିବ ପଖାଳ ଭାତ ମାଛ ପୁରା ଭାଜିକି ଖାଇକି ପଳେଇବା ଭୁବନେଶ୍ୱର ଆଉ କ'ଣ ଅଛି। ଏଇଟା ଦେଖିଲେ କେଉଁ ମାଛ କମେଣ୍ଟ କରି କହିବେ କେଉଁ ମାଛ ଏଇଟା।